ଯେତେବେଳେ ଇଏ ଆସୁଛି କୁମ୍ଭକର୍ଣ୍ଣ ରାମଚନ୍ଦ୍ର ଜାଣିପାରୁନାହାନ୍ତି କ'ଣ ପଚାରିଲେ ବିଭୀଷଣ ମେଘନାଦ ପାଚିଟା କ'ଣ ଚାଲୁଛି ମାନେ ମେଘନାଦ ପାଚିଟା ଚାଲିକିରି ଆସୁଛି। ବିଭୀଷଣ କହିଲେ ଆଜ୍ଞା ସେ ମେଘନାଦ ପାଚିରି ନୁହଁ ସେ ରାବଣର ସାନ ଭାଇର ଦେହ ପାଦରେ କପିମାନଙ୍କୁ ଚକଟି ଚକଟିକିରି ଆସୁଛି। କଲେ 3ଟା କପି ଆଟ୍ ଏ ଟାଇମ୍ ଏକା ବେଳକେ ତା ପେଟରେ ପଶିଯିବ। ତା ନିଦ ଭାଙ୍ଗିବା ପାଇଁ ମେଣ୍ଢାମାନଙ୍କୁ ତାଙ୍କ ନାକରେ ପୁରେଇବାକୁ ହେଇଥିଲା। ତା ନିଦ ଭାଙ୍ଗିଛି ଏବଂ କୁମ୍ଭକର୍ଣ୍ଣ ଆସୁଛି। ରାମ କହିଲେ ଲକ୍ଷ୍ମଣ ଆଉ ଡେରି କଲେ ଇଏ ଆମକୁ ବି ଖାଇଦେବ ଉଠା ଧନ। ସେ ଦି ଭାଇ ଯାକ ବୀର ଦର୍ପରେ ଛିଡ଼ା ହେଇକି ବାଣ ପ୍ରହାର କରୁଛନ୍ତି। ଅଙ୍ଗେ ପଡ଼ି ବାଣ ମାନ ହେଉଅଛି ଚୂର ଟହ ଟହ ହସୁଅଛି କୁମ୍ଭକର୍ଣ୍ଣ ବୀର। ଏ ଦି ଭାଇ ଯେତେ ବାଣ ମାରୁଛନ୍ତି ସେ ତା ଦେହରେ ପଡ଼ି ଚୁନା ହେଇଯାଉଛି। ଚୋର କମ୍ ନାହିଁ ତା ଦେହରେ ସେ ବାଣ ଗୁଡ଼ାକ ଚୁନା ହେଇଯାଉଛି। ଟହ ଟହ ହସୁଅଛି କୁମ୍ଭକର୍ଣ୍ଣ ବୀର। ତାହେଲେ ଏଇ ସକାଶେ ଅଯୋଧ୍ୟାରୁ ଆସି ଲଙ୍କା ପହଞ୍ଚ କ'ଣ କରାଯିବ। ମୋ ଜୀବନରେ ମୁଁ ଦେଖିଲି ଶିକ୍ଷକ ହେଇକିରି ଯେ ଅଜ୍ଞାନକୁ ଦୂର କରିବା ଲାଗି ଚେଷ୍ଟା କରିବା ଯାହା କୁମ୍ଭକର୍ଣ୍ଣକୁ ବାଣ ମାରି ଅଟକେଇବା ତାହା। ଅଙ୍ଗେ ପଡ଼ି ବାଣ ମାନ ହେଉଅଛି ଚୂର ଟହ ଟହ ହସୁଅଛି କୁମ୍ଭକର୍ଣ୍ଣ ବୀର। ମୁଁ କଲେଜ ଚଳେଇଲା ବେଳେ ଯୋଡ଼ାଏ କଲେଜର ପ୍ରିନ୍ସିପାଲ ହେଇକିରି ମୁଁ ଏ କଥା କହିଲି। ଜୀବନ ସାରା ଗର୍ଜେଇ ଗର୍ଜେଇ କହି 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 ଯେତେ ଲୋକ ଯାହା କରି ଦେଖିଲେ ତାଙ୍କ ଅଜ୍ଞାନ ରେଖା ଯୋଉଠି ସେଇଠି। ମୁଁ ଭାବିଲି ବାଣରେ ବୋଧେ ସେ ଅଜ୍ଞାନ ରେଖା ଖଣ୍ଡ ଖଣ୍ଡ ହେଇଯାଇଥାଉ କିନ୍ତୁ ପ୍ରକୃତରେ ଦେଖିଲା ବେଳକୁ ବାଣ ମାନେ ଖଣ୍ଡ ଖଣ୍ଡ ହେଇଯାଇଛନ୍ତି ଅଜ୍ଞାନ ରେଖା ସେମିତି ଅଛି।